দেখাও পুরো ফাটিয়ে দেবো দেখাও ତାଙ୍କର କଣ ବାମ୍ଫ ବାହାର କରିବି ତମର ଇଏ ମୋ ବାମ୍ଫ ବାହାର କରିବ ମଉସା ତମେ କଣ ଏତିକି ଜାଣିନ ଘରର ଧର୍ମ ହେଲା ଫୁଲ ଚାରିପଟେ ବୁଲି ବୁଲି କରିବା ଆପଣ ଗୋଟେ କାମ କରନ୍ତୁ ମଉସା ଆପଣଙ୍କ ଝିଅ ଚାରିପଟେ ମାନେ ମାନେ ତା ବାହାଘର କରିଦଉନାହାନ୍ତି ସେ କଥା ଟିକେ ମୋ ବାପାକୁ ଭଲ ଭାବରେ ବୁଝ ମୋରି ବୟସର ଝିଅ ମାନେ ବାହା ଦି ତିନିଟା ଛୁଆର ମା ହେଲେଣି ମୋ ବାହାଘର କଥା ଜମା ଚିନ୍ତା କରୁନି ସବୁବେଳେ ଖାଲି ବନ୍ଦ କରି ମତେ ଘର ଭିତରେ କରି ରଖିଛନ୍ତି ତାମାନେ ବାହାରେ କପଡ଼ା ପଶିବ ମନା ଏଇ ତ ଆଉ ନିର୍ଯାତନା ଠାରୁ ବାଡ଼ିଏ ବଳେଇଗଲା ଆଉ ଏଇ ବୟସରେ ବାହ୍ୟ ପବନ ଟିକେ ନ ବସିଲେ ଦେହଟା ହାଲକା ହବନି କେମିତି ହବନି କୁକୁର ଟକା ମାନେ ତମ କାନ୍ଦ ଦେଖି ମୋର ବି ଡକେଇ ଆସିଲାଣି ମଉସା ଆଖି ଆଖି ମଉସା ଆଖି ରୁମା ତମ ଝିଅର ଷ୍ଟେଟମେଣ୍ଟରୁ ମତେ ଯାହା ଜଣା ପଡୁଛି ବର୍ତ୍ତମାନ ସିଏ ମାନସିକ ଶାରୀରିକ ତଥା ଦୁଶ୍ଚିନ୍ତାରେ ଗତି କରୁଛି ହେଲେ ମଉସା ଆପଣ ଗୋଟେ କାମ କରନ୍ତୁ ଆପଣଙ୍କ ଘର ଆଗରେ ଗୋଟେ ହେଲ୍ଥ କନେଷ୍ଟବଳ କି ହାବିଲଦାର ନିଯୁକ୍ତି କରିଦିଅନ୍ତୁ ଯେମିତି ଏ ଛତ୍ରା ଟଙ୍କା ଆସି ତମ ଝିଅ ଉପରେ ନ ପଡେ ସେଇ କାମରେ ଆପଣଙ୍କ ପାଖକୁ ଆସିଥିଲି ହେଲେ ତମେ ଇଆଡୁ ଗପି ମୋ ବ୍ରେନ ପୁରା ଖରାପ କରିଦେଲାଣି ସରି ମଉସା ସରି ମୁଁ ତମ କଥା ଟିକେ ବୁଝିପାରିଲିନି ଏଠି ଅନେଇଲ ତମ ନାଁଟା ମୋ ନାଁ ହଉଛି ଜନ୍ଦା ଜନ୍ଦା ଉଖୁରା ଅପୂର୍ବ ଯୋଡ଼ି ଜନ୍ଦରେ ଏଇ ସୁଯୋଗ ହାତ ଛଡା କରନା ଏଇ ସୁଯୋଗ ହାତ ଛଡା କଲେ ତୋ ଥର ବି ଅପରା ହେଇଯିବ ବାବୁ ଏମିତି ମନ
ମୋ ଉଖୁଡ଼ାରେ ଆଉ ମିଠା ରହିବ ତ? ତମେ ମୋ ଭକ୍ତି ଉପରେ ବିଶ୍ୱାସ ରଖ। ମୁଁ ତୁମକୁ କଥା ଦଉଛି, ଉଖୁଡ଼ାର ସମ୍ପୂର୍ଣ୍ଣ ସୁରକ୍ଷା ମୋର। ଏହାର ଉପରେ ମୋ ଭବିଷ୍ୟତ ନିର୍ଭର କରେ। ଏଥିରେ ମୁଁ ସକ୍ସେସ୍ ହେଲେ ମୋର ତ ପ୍ରମୋଶନ ସୁନିଶ୍ଚିତ। ଖରାପ ଲାଗିଲା ପ୍ରମୋଶନ ହେବା ସଙ୍ଗେ ସଙ୍ଗେ ମୋ ଝିଅ ଯଦି ପ୍ରମୋଶନ ହେଇଯାଏ ତାହେଲେ ତାକୁ ନେଇ ମୁଁ ଶୋଇବି କୋଉଠି? ତମେ ଜନତା କନେଷ୍ଟବଳକୁ ଅବିଶ୍ୱାସ କରୁଛ? ବିଶ୍ୱାସ ବି କରିପାରୁନି, କାରଣ ତମ ବୟସରୁ ଯାହା ଜଣା ପଡୁଛି ତମକୁ 30 ଭିତରେ ହବ। ଆଚ୍ଛା ଆଜ୍ଞା, ତମେ ବାହା ହେଇଛ? ଆଉ ସେଦିନ ଠାରୁ ନାରୀ ମାନଙ୍କ ବିଶ୍ୱାସ କରିଯାଏ। ନାରୀ ଜାତିଟା ଭଲ ରହୁଛି ଆଉ ବିଶ୍ୱାସ କରି ପ୍ରତିଜ୍ଞା କରି କହିଛି ଏଇ ଜୀବନ ନାରୀଙ୍କୁ କେବେ ସ୍ପର୍ଶ କରିବି। ତମ ଚାଲିଚଳଣି କଥାବାର୍ତ୍ତାରୁ ଯାହା ଜଣା ପଡୁଛି କିଛି ତ କାହିଁ ଭଲ ଲାଗୁନି। ମୁଁ କଣ କହୁଥିଲି କି କଣ? ଏ କନେକ୍ଟର ଆରେ ବଢିଆ ଲୋକ। କାହିଁ ଆଗରୁ ଗୋଟେ ଦେଖିଥିଲ? ନାଇଁ ନା ବାପା, ଥରେ ଦେଖିଦେଲି, ପୁଣି ଦ୍ୱିତୀୟ ଥର ଦେଖିଲି। କଥା କଣ କି ସିଏ ଯଦି ଆମ ଘର ଆଗରେ ଡ୍ୟୁଟି କରିବେ ନା, ଏ ଯୋଉ ଡାହାଳ କୁକୁର ଟୋକାଟା ସିଏ ଆମ ଘର ପାଖ ଜମା ମାରିବେନି। ଯଦି ଉଖୁଡ଼ାର ଦଣ୍ଡା ଉପରେ ବିଶ୍ୱାସ ତାହେଲେ ଆମ୍ଭେ ମନା କରିବୁ କାହିଁକି? ତାମାନେ ଆପଣ କାଲିଠାରୁ ଡ୍ୟୁଟିରେ ଜଏନ୍ ହେଇଯାଉ। ବାପା ଦଣ୍ଡା ଡ୍ୟୁଟିରେ ଯେମିତି ଅବହେଳା ନ ହୁଏ ସେଠି ତାହେଲେ ଆମେ ଆସୁଛୁ। ମତେ ଏତିକି ଆଶୀର୍ବାଦ କରନ୍ତୁ, ମୁଁ ଯେମିତି ମୋ କାର୍ଯ୍ୟରେ ସଚେତନ ହୁଏ। ସରି ମଉସା, ଡ୍ୟୁଟିରେ ଅଛି, ବର୍ଦ୍ଧିର ମର୍ଯ୍ୟାଦା ହବ। କାଲି ଘରକୁ ଗଲେ ପିଆସିଲି ଖୋକରେ ପାଦ ଧରି ଆଣି ନେଇକି ଧୂପ ଦୀପ ଦେଇ ପୂଜା ଅର୍ଚ୍ଚନା କରିବି। ହଉ ବାପା, ଘରକୁ ଗଲେ ଆଣିବି। ହେଲେ ଆମେ ଆସୁଛୁ। ମୋ ନାଁ ମୁକୁନ୍ଦ ମହାନ୍ତି। ଖାଆନ୍ତି ପିଅନ୍ତି ହେଲେ କାହାରି ନୁହନ୍ତି। ଯାହା ହଉ ମୁଣ୍ଡରୁ ଗୋଟେ ଚିନ୍ତା ଗଲା। ଗରମ ଚିନ୍ତା ବଢିଗଲା। ତୁ ଛଳାଟି ପର ପୋଖରୀରେ ବସି ଯେମିତି ମାଛ ଖାଉଥିଲୁ, ଏବେ
ରହି କେମିତି ଘାଟି ପକଉଛି। ଏତେ ଦିନ ପରେ ଉଖୁଡାକୁ ପାଇଛି ମାନେ ପିଠା ନ ଖାଇ କଣ ଛାଡ଼ିବି? ମରି ମରିକି ବାମ୍ଫ ବାହାର କରିଦେବି ନା।